2026 ମସିହାରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତିକୁ ନିରୀକ୍ଷଣ କଲେ ଜଣାଯାଏ 2026 ମସିହା ଭାରତବର୍ଷ ପାଇଁ 2025 ମସିହା ଅପେକ୍ଷା ଅଧିକ ଭୟଙ୍କର ବର୍ଷ ରୂପେ ସାବ୍ୟସ୍ତ ହୋଇପାରେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରମୁଖ ଘଟଣା ଭାବରେ ଦେଶର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଦେଶର ଉତ୍ତର ପୂର୍ବ ରାଜ୍ୟ କାଶ୍ମୀର, ପଞ୍ଜାବ, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ରାଜ୍ୟମାନଙ୍କରେ ଆତଙ୍କବାଦୀ ହମଲାଠାରୁ ଆରମ୍ଭ କରି ହିଂସାତ୍ମକ ଆନ୍ଦୋଳନ ସୃଷ୍ଟି ହେବାର ସମ୍ଭାବନା ରହିଅଛି। ଏହି ସମୟରେ ଦେଶର ବିଭିନ୍ନ ଜାଗାରେ ମଧ୍ୟ ଆଭ୍ୟନ୍ତରୀଣ ଆନ୍ଦୋଳନ ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା। 2025 ମସିହା ଅପେକ୍ଷା 2026 ମସିହା ଦୁର୍ଘଟଣା ପ୍ରବଣ ବର୍ଷ ରୂପେ ପରିଚିତ ହେବ। ପଡ଼ୋଶୀ ଦେଶମାନଙ୍କ ସହିତ ସୀମା ବିବାଦ ଲାଗି ସୀମାନ୍ତରେ ଉତ୍ତେଜନା ଦେଖାଯିବ। ଜଳବାୟୁ ପରିବର୍ତ୍ତନ ସହିତ ଦେଶର ବଡ଼ ବଡ଼ ସହରମାନଙ୍କରେ ପ୍ରଦୂଷଣର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇବ। 2026 ମସିହାର ଗ୍ରହସ୍ଥିତି ଅନୁଯାୟୀ ସର୍ବାପେକ୍ଷା ଶୁଭ ଗ୍ରହ ବୃହସ୍ପତି ମିଥୁନ ରାଶିରେ 2026 ମସିହା ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ସମୟରେ ମିଡ଼ିଆରେ ମିଥ୍ୟା ସୂଚନା ପ୍ରସାର ହୋଇ ଦେଶରେ ରାଜନୈତିକ ଉତ୍ତେଜନା ଲାଗି ରହିବ। ଆର୍ଥିକ କ୍ଷେତ୍ରରେ ମାନ୍ଦା ଅବସ୍ଥା ଲାଗି ରହିବ। ସେୟାର ମାର୍କେଟର ସୂଚକାଙ୍କ ନିମ୍ନଗାମୀ ହେବା ସହିତ ଆମଦାନୀ ରପ୍ତାନି ବାଣିଜ୍ୟ ବହୁଳ ଭାବେ ପ୍ରଭାବିତ ହେବ। ଏହା ସଙ୍ଗେ ସଙ୍ଗେ ଆମଦାନୀ ସାମଗ୍ରୀ ଉପରେ ଟ୍ୟାକ୍ସ ବଢ଼ି ଦେଶର ଅର୍ଥନୀତି ଉପରେ ବୋଝ ବଢ଼ିବ। 2026 ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କଲେ ଦେଶର ନିମ୍ନଗାମୀ ଅବସ୍ଥାରେ ଥିବା ଅର୍ଥନୀତି ପୁଣି ଥରେ ଷ୍ଟେବୁଲ ବା ସ୍ଥିର ହୋଇଯିବ, ଅର୍ଥାତ୍ ଦେଶର ଅର୍ଥନୀତିରେ ସ୍ଥିରତା ଆସିବ। ଏହି ସମୟରେ ଦେଶ ଭିତରେ ଆଧ୍ୟାତ୍ମିକତା ଭାବର ପ୍ରସାର ହେବା ସହିତ ରାଷ୍ଟ୍ରୀୟତାର ଭାବନା ମଧ୍ୟ ସୃଷ୍ଟି ହେବ। ଦେଶର ବିଭିନ୍ନ ଜାଗାରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କିନ୍ତୁ ଏହି ସମୟରେ ଦେଶର ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। କେଉଁଠି ଅତିବୃଷ୍ଟି ହେବ ଏବଂ ଅତିବୃଷ୍ଟି ହୋଇ ଭୟଙ୍କର ବନ୍ୟା ଆସିବ, ତ ଆଉ କେଉଁ ଜାଗାରେ ବର୍ଷା ଅଭାବରୁ ମରୁଡ଼ିର ପ୍ରାଦୁର୍ଭାବ ଦେଖାଯିବ। ସର୍ବ ଅମଙ୍ଗଳକାରୀ ଗ୍ରହ ମଙ୍ଗଳ ଜାନୁଆରୀ ମାସ 16 ତାରିଖରେ ଧନୁ ରାଶିରୁ ବାହାରି ଗୋଚରରେ ନିଜ ଉଚ୍ଚ ରାଶି ମକର ରାଶିରେ ପ୍ରବେଶ କରିବେ ଏବଂ ପରେ କୁମ୍ଭ, ମୀନ, ମେଷ, ବୃଷ, ମିଥୁନ, କର୍କଟ ଓ ସିଂହ ରାଶିରେ 2026 ମସିହା ବର୍ଷ ସାରା ଗୋଚର କରିବେ। ଏହି 2026 ମସିହା ପାଇଁ ମନ୍ତ୍ରୀପଦ ସମ୍ଭାଳିଥିବା ମଙ୍ଗଳ ମହାଗ୍ରହଙ୍କର ଏହି ଗୋଚର ପଡ଼ୋଶୀ ଦେଶ ସହିତ ଉତ୍ତେଜନା ସୃଷ୍ଟି କରିବ। ଯୁଦ୍ଧ ହେଲା ଭଳି ଭୟଙ୍କର ପରିସ୍ଥିତି ସୀମାନ୍ତରେ ସୃଷ୍ଟି ହେବ। ଭୂମିକମ୍ପ, ସୁନାମି ଓ ଭୟଙ୍କର ଝଡ଼ବାତ୍ୟାର ପ୍ରଭାବରେ ଦେଶ ପ୍ରଭାବିତ ହେବାର ସୂଚନା ମଙ୍ଗଳ ମହାଗ୍ରହ ପ୍ରଦାନ କରିଥାନ୍ତି। ମୀନ ରାଶିରେ ଅବସ୍ଥିତ ଶନି ଓ ମକର ରାଶିରେ ରହିଥିବା ରାହୁ ଦେଶର ବିଦେଶ ନୀତି ଉପରେ ପ୍ରଭାବ ବିସ୍ତାର କରିବେ। ଦେଶ ସାମନାରେ ଆସୁଥିବା କୂଟନୈତିକ ସମସ୍ୟାଗୁଡ଼ିକୁ ରାହୁ ସଫଳତାର ସହିତ ସାମନା କରି ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଦେଶର ବୈଦେଶିକ ନୀତି ସଫଳ ହେବ। ବିଦେଶରେ
ଭାରତର ରାଜନୈତିକ, ସାମାଜିକ ଓ ଆର୍ଥିକ ନେତୃତ୍ୱର ଗୁରୁତ୍ୱ ବଢ଼ିବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।